ଗୋଟିଏ ଛୋଟ ଗାଁର କାହାଣୀ। ଆଜକୁ ପ୍ରାୟ 200 ବର୍ଷ ପୂର୍ବେ ଲୋକମାନେ ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ବେପାର ବାଣିଜ୍ୟ କରିବା ପାଇଁ ଚାଲିକି ଯାଉଥାନ୍ତି, କିମ୍ବା କେହି କେହି ଘୋଡ଼ା ଓ ଗଧ ପିଠିରେ ବସିକି ଯାଉଥାନ୍ତି। ଏମିତି ଗୋଟେ ଗାଁର 3 ଜଣ ଯୁବକ ଏବଂ ଜଣେ ବୃଦ୍ଧ ଲୋକ ପାଖ ଏକ ଗାଁକୁ ଚାଲିକି ଯାଉଥାନ୍ତି। ରାସ୍ତାରେ ଏକ ଘଞ୍ଚ ଜଙ୍ଗଲ ପଡ଼ିଲା। ସେମାନେ ସେହି ଜଙ୍ଗଲ ମଝିରେ ପହଞ୍ଚିଥିବା ସମୟରେ ଅଚାନକ ମୌସମ ଖରାପ ହୋଇଗଲା ଆଉ ଜୋରରେ ବର୍ଷା ହେବାକୁ ଲାଗିଲା। ତେଣୁ ସେହି 3 ଜଣ ଯୁବକ ଏବଂ ବୃଦ୍ଧ ଲୋକ ଜଣକ ଗୋଟିଏ ଗଛ ମୂଳରେ ଆଶ୍ରୟ ନେଲେ। ଠିକ୍ ସେତିକି ବେଳେ ସେଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଲା। ଯେଉଁ ଗଛ ମୂଳରେ ସେହି 4 ଜଣ ଠିଆ ହୋଇଥିଲେ, ସେଠାକୁ ଆକାଶର ବିଜୁଳି ବାରମ୍ବାର ଆସି ଫେରି ଯାଉଥିଲା, କିନ୍ତୁ କାହାର କିଛି ହେଲେ କ୍ଷତି କରୁନଥିଲା। ଏପରି ବାରମ୍ବାର ଘଟିବାରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କହିଲା, ଭାଇମାନେ, ବୋଧେ ଆମ୍ଭମାନଙ୍କ ମଧ୍ୟରୁ କାହାର ଜଣଙ୍କର ମୃତ୍ୟୁ ନିକଟ ଆସିଗଲାଣି। ସେଥିପାଇଁ ବିଜୁଳି ବାରମ୍ବାର ଆସି ଫେରି ଯାଉଛି। କାରଣ ଈଶ୍ୱର ଚାହୁଁନାହାନ୍ତି କି ଅସମୟରେ ଜଣଙ୍କ ଯୋଗେ ବାକି 3 ଜଣଙ୍କୁ ମାରିବା ପାଇଁ। ତାପରେ ଦ୍ୱିତୀୟ ଯୁବକ କହିଲା, ଆରେ ଭାଇ, ବୋଧେ ଆଜି ଏଇ ଗଛଟି ମରିବାର ଅଛି, ଆଉ ଆମେମାନେ ଏଇ ଗଛ ମୂଳରେ ଠିଆ ହୋଇଛି ବୋଲି ବିଜୁଳି ବାରମ୍ବାର ଫେରି ଯାଉଛି। ଏବେ ତୃତୀୟ ଯୁବକ ଜଣକ କହିଲା, ତାହେଲେ ଆମେ ଏବେ କ'ଣ କରିବା ଉଚିତ? ଏ 3 ଯୁବକଙ୍କ କଥା ଶୁଣି ବୃଦ୍ଧ ଲୋକଟି କହିଲେ, ଯଦି ଆମ 3 ଜଣଙ୍କ ଯୋଗେ କାହାର ଜଣଙ୍କର ଜୀବନ ବଞ୍ଚି ଯାଉଛି, ତେବେ ଆମେ ସମସ୍ତେ ଏଇଠି ଏକାଠି ହୋଇ ରହିବା ଉଚିତ। ସେତିକି ବେଳେ ଜୋରରେ ଆଉ ଏକ ବିଜୁଳି ମାରିଲା, ଆଉ ସେହି ଗଛର ଏକ ଡାଳ ଜଳିଯାଇ ତଳେ ଆସି ପଡ଼ିଲା। ତେଣୁ ପ୍ରଥମ ଯୁବକ ଜଣକ କହିଲା, ଦେଖ ଭାଇମାନେ, ଯଦି ଆମେ 4 ଜଣ ସାଙ୍ଗ ହୋଇ ଏଇଠି ରହିବା, ଆଉ ବିଜୁଳି ପୁଣି ଥରେ ଆସି ଏଇ ଗଛକୁ ଜଳାଇ ଦେବ ଆଉ ଆମ ଉପରେ ପକାଇଦେବ, ତେବେ ଜଣଙ୍କ ଯୋଗେ ବାକି 3 ଜଣ ବିନା ଦୋଷରେ ମରିବା। ଭଲ ହେବ ଆମେ 4 ଜଣ ଅଲଗା ହୋଇଯିବା। ଯାହାର ଆଜି ମରିବାର ଥିବ ସେ ଏକା ହିଁ ମରିବ। କିନ୍ତୁ ବୁଢ଼ା ଲୋକଟି ଯେତେ ବୁଝାଇଲା, ତାର କଥା କେହି ହେଲେ ଶୁଣିଲେ ନାହିଁ। ଏବେ 4 ଜଣ ଯାକ ଠିକ୍ କଲେ ଯେ ଜଣ ଜଣ କରି ପାଳି କରି ସମସ୍ତେ ସେଠାରୁ ଅଳ୍ପ ଦୂରରେ ଥିବା ଆଉ ଏକ ଗଛ ମୂଳେ ଯାଇ ଠିଆ ହେବା ପାଇଁ। ଯଦି ବିଜୁଳି ମାରିବାକୁ ଥିବ, ସେ ଏକା ସେହି ଗଛ ମୂଳେ ମରିବ। ତାପରେ ସେମାନେ ଠିକ୍ ସେଇଆ କଲେ। ପ୍ରଥମ ଯୁବକ ଜଣକ ଏକା ପାଖରେ ଥିବା ଗଛ ମୂଳକୁ ଚାଲିଗଲା ଆଉ ବିଜୁଳି ମାରିବାର ଅପେକ୍ଷା କଲା। କିନ୍ତୁ ବିଜୁଳି ଅଧ ରାସ୍ତାରୁ ଆସି ଫେରିଯାଏ। ତାପରେ ପ୍ରଥମ ଯୁବକ ସେଠାରୁ ଫେରି ଆସିଲା। ଏବେ ପାଳି କରି ଦ୍ୱିତୀୟ ଏବଂ ତୃତୀୟ ଯୁବକ ଜଣକ ଗଲେ, ଆଉ ସେମାନେ ମଧ୍ୟ ସୁରକ୍ଷିତରେ ଫେରି ଆସିଲେ। ବିଜୁଳି ଅଧା ବାଟରୁ ଫେରି ଯାଉଥିଲା। ଶେଷରେ ପାଳିଥିଲା ବୁଢ଼ା ଲୋକଟିର। ଯେବେ 3 ଯୁବକ ବୁଢ଼ାକୁ ଅନାନ୍ତି ତ ବୁଢ଼ା ଲୋକଟି ଭୟରେ ଥରୁଛି। ତେଣୁ 3 ଜଣ ଯୁବକ କହିଲେ, ମଉସା, ଦେଖ, ମରଣ ତୁମର ଅଛି, କିନ୍ତୁ ଆମେମାନେ ତୁମ ସାଥିରେ ରହିଲେ ଅସମୟରେ ମରିଯିବୁ। ତେଣୁ
ତୁମେ ଯାଇ ପାଖ ଗଛ ମୂଳେ ଠିଆ ହୁଅ। ଏବେ ବୁଢ଼ା ଲୋକଟି ଡରି ଡରି ତିନି ଯୁବକଙ୍କ ଠାରୁ ବିଦାୟ ନେଇ ପାଖ ଗଛ ମୂଳକୁ ଚାଲିଗଲା। ଆଉ ବିଜୁଳି ମାରିବାର ଅପେକ୍ଷା କଲା। ବାସ୍ ସେତିକି ବେଳେ ଏକ ଜୋରେ ବିଜୁଳି ମାରିଲା ଆଉ ସେହି ଗଛକୁ ଜଳାଇ ଦେଲା। ଯେଉଁ ଗଛ ମୂଳେ ତିନି ଜଣ ଯୁବକ ଠିଆ ହୋଇଥିଲେ, ଶେଷରେ ତିନି ଯୁବକ ବିଜୁଳିରେ ନିଜ ନିଜର ପ୍ରାଣ ହରାଇଲେ। ଯଦି ସେମାନେ ବୁଢ଼ା ଲୋକର କଥା ମାନିଥାନ୍ତେ ଆଉ ଏକାଠି ରହିଥାନ୍ତେ, ତେବେ ବୋଧହୁଏ ସେମାନେ ବଞ୍ଚି ପାରିଥାନ୍ତେ।